ଚାଲନ୍ତୁ ଦେଖିବା ତପସ୍ୱିନୀ ଭବନର କାର୍ ପାର୍କିଂ ଯେଉଁଟାକି କାମ ଚାଲିଥିଲା ସେଇଟା ଆପଣଙ୍କୁ PCC ଦେଖାଇଥିଲି। ଏଇଟା ଦେଖନ୍ତୁ କଲମ ରେନଫୋର୍ସମେଣ୍ଟ ହେଇଯାଇଛି ଆଉ ପୁଟିଂ ଜାଲି ମଧ୍ୟ ରଖାଯାଇଛି ଆଉ ତାର ପରଫେକ୍ଟ ଦେଖନ୍ତୁ ଏମିତି ତ ପଥରରେ କଭର ବ୍ଲକ୍ ଦେଇଛନ୍ତି କିନ୍ତୁ ଏଇଟା ଏକ୍ଜାକ୍ଟ କାମ ନୁହଁ ଯେଉଁଟାକି ମଜବୁତ ସେତେ ହେଇପାରିବ ନାହିଁ କାହିଁକିନା ଇଏ ଦେଖନ୍ତୁ ଏଇଠି ବହୁତ ବଢ଼ିଆ କାମ ହେଇଛି। ଏଠି କଭର ବ୍ଲକ୍ ଦିଆଯାଇଛି ଯେଉଁଟାକି ନିଜେ କଭର ବ୍ଲକ୍ଟି ବନେଇ କଭର ବ୍ଲକ୍ଟି ଦିଆଯାଇଛି ପରଫେକ୍ଟ କଭର ବ୍ଲକ୍ ନିଜେ ହିଁ ବନେଇଛି ସେଇଟା ଆଉ ବହୁତ ସିମେଣ୍ଟ ଦେଇ ତାକୁ ବହୁତ ମଜବୁତ ରଖାଯାଇଛି 10 ଦିନରୁ 15 ଦିନ କ୍ୟୁରିଂ ମଧ୍ୟ କରାଯାଇଛି ଆଉ ବହୁତ ବଢ଼ିଆ ହେଇଛି କଭର ବ୍ଲକ୍ଟା ଦେଖିବାକୁ ବି ଭଲ ଲାଗୁଛି ତାର ଷ୍ଟ୍ରେନ୍ଥ ବି ନେଇଛି ଭାଙ୍ଗିବାର ଚାନ୍ସ ନାହିଁ ସେଠି ଗିଟି ମଧ୍ୟ ୟୁଜ୍ ହେଇଛି। ଦେଖନ୍ତୁ ଇଏ ରେନଫୋର୍ସମେଣ୍ଟ ତ ହେଇଗଲା କିନ୍ତୁ ଏଠି ଆଉ 3ଟା କଲମ ବାକି ଅଛି ଅଲରେଡ଼ି 9ଟା କଲମ ତାକୁ ଷ୍ଟାଣ୍ଡ କରାହେଇଛି ଆଉ ଏଇଠି ଦେଖନ୍ତୁ ଏଇଠି ଗୋଟେ କ'ଣ ଭୁଲ ରହିଯାଇଛି ନା ସାଇଡ଼୍ ଯା ଦେଖନ୍ତୁ ସାଇଡ଼୍ ଯା ସ୍ପେସ୍ ନେଇ ପାଖାପାଖି ତାର ଯେଉଁ ଷ୍ଟିଲ୍ଟା ପୁରା ମାଟିକୁ ଲାଗିଛି କାହିଁକିନା ଏଇଟା ଆଉ ଟିକିଏ ସାଇଡ଼୍ରୁ ଟିକେ ବଡ଼ କରିବାର ଥିଲା। ଏଇଟା ହେଉଛି ମସ୍ତ ବଡ଼ ଭୁଲ କାହିଁକିନା ମାଟିରେ ବର୍ତ୍ତମାନ କଂକ୍ରିଟ୍ ପକାଇବାକୁ ପଡ଼ିବ। ଏଠି ମିସ୍ତ୍ରୀ କାହା ସହିତ କଥା ହେଉଛନ୍ତି। ଆଚ୍ଛା ମିସ୍ତ୍ରୀ ବାବୁଙ୍କୁ ପଚାରିଥିଲେ ଭଲ ହୁଅନ୍ତା କିନ୍ତୁ ମିସ୍ତ୍ରୀ ବାବୁଙ୍କୁ ପଚରା ହେଇନି। ସେ ବହୁତ ମାନେ କ୍ଲିନ୍ ବହୁତ ବଢ଼ିଆ ରଖିଛନ୍ତି ସେଇଟା 100% କ୍ଲିନିଂ ୱାଓ ଗୁଡ୍ ଏମିତି କ୍ଲିନ୍ କରିକିରି ପକାଇବା କଥା କିନ୍ତୁ ଭୁଲଟା ହେଇଗଲା ସେଇଠି ନା ଚାରି ସାଇଡ଼୍ରୁ ସ୍ପେସିଂ ନାହିଁ ସ୍ପେସ୍ ଥିଲେ ସଟରିଂ ଲଗାଇବାକୁ ବହୁତ ବଢ଼ିଆ ହେଇଥାନ୍ତା କିନ୍ତୁ ବର୍ତ୍ତମାନ ସାଇଡ଼୍ରେ ଜରି ଦେଇ ଏଇଭଳି କଂକ୍ରିଟ୍ କାଷ୍ଟିଂ କରିବାକୁ ପଡ଼ିବ। ଆପଣଙ୍କୁ ପୁଣି ଦେଖେଇବି କାଲିକି କଂକ୍ରିଟ୍ କାଷ୍ଟିଂ ହେବାର ଅଛି। ଯଦି କଂକ୍ରିଟ୍ କାଷ୍ଟିଂ ହେବ ତାହେଲେ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ମୁଁ ଆପଣଙ୍କୁ ନିଶ୍ଚିତ ଦେଖେଇବି। ଥ୍ୟାଙ୍କ ୟୁ।